ନମସ୍କାର। ଆଉ ଏକ ନୂଆ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଏକ ଏମିତି ବିଷୟ ଭିତରକୁ ଯିବାକୁ ଯାଉଛୁ ଯାହା ଆମ ସଂସ୍କୃତି ସହିତ ବହୁତ ଗଭୀର ଭାବେ ଜଡ଼ିତ। ଆମେ କଥା ହେବା ମହାଶିବରାତ୍ରି ବିଷୟରେ। କିନ୍ତୁ କେବଳ ପୂଜା, ଉପବାସ ବା ଜାଗର କଥା ନୁହେଁ। ଆମର ଆଧାର ହେଉଛି ଓଁକାର ପତ୍ରିକା, ତାର ଫେବୃଆରୀ 2026 ସଂସ୍କରଣର ଏକ ସମ୍ପାଦକୀୟ, ଯାହାକୁ ଲେଖିଛନ୍ତି ସ୍ୱାମୀ ପ୍ରଣବାନନ୍ଦ ପୁରୀ। ତେଣୁ ଆମର ଉଦ୍ଦେଶ୍ୟ ହେଉଛି ଏହି ପର୍ବ ପଛରେ ଥିବା ଦର୍ଶନ, ବିଜ୍ଞାନ ଆଉ ଯୋଗର ରହସ୍ୟକୁ ଖୋଜିବା। ଆଉ ଏହି ଲେଖାର ସବୁଠୁ ବଡ଼ କଥା ହେଲା, ଏହା ଶିବରାତ୍ରିକୁ କେବଳ ଗୋଟିଏ ଧାର୍ମିକ ପର୍ବ ଭାବେ ଦେଖେ ନାହିଁ। ଏହାକୁ ଏକ ଆତ୍ମଜାଗରଣର ରାତ୍ରି ବୋଲି କୁହେ। ମାନେ, ବାହାରର ଅନ୍ଧକାର ଭିତରେ ନିଜ ଭିତରର ଆଲୋକକୁ ଖୋଜିବାର ରାତି। ବା, ବହୁତ ବଢ଼ିଆ। ତେବେ ଚାଲନ୍ତୁ ଏକଦମ ମୂଳରୁ ଆରମ୍ଭ କରିବା। ଶିବରାତ୍ରି, ଏହି ଶବ୍ଦର ପ୍ରକୃତ ଅର୍ଥ କ'ଣ? ସାଧାରଣତଃ ରାତ୍ରି ଶବ୍ଦ ଶୁଣିଲେ ମନକୁ ଅନ୍ଧାର କଥା ଆସେ। ତେବେ ଏହି ରାତ୍ରି ଏତେ ମଙ୍ଗଳମୟ କେମିତି? ଏହା ଟିକେ ବିରୋଧାଭାସୀ ଲାଗୁନି କି? ଆପଣ ଏକଦମ ଠିକ୍ ଜାଗାରେ ପ୍ରଶ୍ନଟି ଉଠେଇଛନ୍ତି। ଏଇଠି ଏହାର ପ୍ରଥମ ରହସ୍ୟ ଲୁଚି ରହିଛି। ଶାସ୍ତ୍ର ଅନୁସାରେ ଶିବ ଶବ୍ଦର ଅର୍ଥ ତ ହେଉଛି ମଙ୍ଗଳମୟ ବା କଲ୍ୟାଣମୟ। ଆଉ ରାତ୍ରିର ଅର୍ଥ କେବଳ ଅନ୍ଧାର ନୁହେଁ, ଏହାର ଏକ ଗଭୀର ଅର୍ଥ ହେଉଛି ଯାହା ଆଶ୍ରୟ ଦିଏ ବା ବିଶ୍ରାମ ଦିଏ। ଓହୋ। ହଁ, ତେଣୁ ଯେଉଁ ରାତ୍ରି ସଂସାରର ତାପ, କ୍ଲେଶ, ଦୁଃଖରୁ ମୁକ୍ତି ଦେଇ ପରମ ଶାନ୍ତି ବା ଆନନ୍ଦରେ ବିଶ୍ରାମ ଦିଏ, ତାହା ହିଁ ଶିବରାତ୍ରି। ଗୋଟିଏ ସୁନ୍ଦର ଶ୍ଲୋକ ଅଛି, ଶିବମ୍ କଲ୍ୟାଣମ୍ ରାତି ଦଦାତି ଇତି ଶିବରାତ୍ରି। ଅର୍ଥାତ୍ ଯେଉଁ ରାତ୍ରି କଲ୍ୟାଣ ବା ମୋକ୍ଷ ପ୍ରଦାନ କରେ। ୱାଃ! ତାମାନେ ଏହା ସାଂସାରିକ ଦୁଃଖର ରାତି ନୁହେଁ, ବରଂ ସେଥିରୁ ମୁକ୍ତିର ରାତି। ଏକଦମ। ଏହା ତ ଏକ ସମ୍ପୂର୍ଣ୍ଣ ନୂଆ ଦୃଷ୍ଟିକୋଣ। ହଉ, ଏବେ ଆସନ୍ତୁ ସେହି କାହାଣୀଗୁଡ଼ିକ ଉପରକୁ ଯିବା, ଯାହା ଆମେ ପିଲାଦିନରୁ ଶୁଣିଛୁ। ମୁଖ୍ୟତଃ ଦୁଇଟି କାହାଣୀ। ପ୍ରଥମଟି ହେଲା ବ୍ରହ୍ମା ଓ ବିଷ୍ଣୁଙ୍କର ଗର୍ବ ଭାଙ୍ଗିବା ପାଇଁ ଶିବଙ୍କର ଜ୍ୟୋତିର୍ଲିଙ୍ଗ ରୂପରେ ଆବିର୍ଭାବ। ଏହା ପଛରେ କିଛି ଗଭୀର ଅର୍ଥ ଅଛି। ନିଶ୍ଚିତ ଭାବରେ। ଏହି କାହାଣୀଗୁଡ଼ିକ କେବଳ ଗପ ନୁହେଁ, ଏଗୁଡ଼ିକ ଗୋଟିଏ ଗୋଟିଏ ଦାର୍ଶନିକ ତତ୍ତ୍ୱ। ଲିଙ୍ଗୋଦ୍ଭବର କାହାଣୀଟି ଶିବପୁରାଣରେ ଅଛି। ଯେତେବେଳେ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ କିଏ ବଡ଼ ବୋଲି ବିବାଦ ହେଲା, ସେତେବେଳେ ସେମାନଙ୍କ ସାମ୍ନାରେ ଏକ ଅସୀମ ଅଗ୍ନିସ୍ତମ୍ଭ ପ୍ରକଟ ହେଲା। ଆଉ ଦର୍ଶନଶାସ୍ତ୍ରରେ ଏହାର ବ୍ୟାଖ୍ୟା ବହୁତ ଚମତ୍କାର। ଏଠାରେ ବ୍ରହ୍ମା ହେଉଛନ୍ତି ମନର ପ୍ରତୀକ, ଯିଏ ସୃଷ୍ଟି କରେ, ଆଉ ବିଷ୍ଣୁ ହେଉଛନ୍ତି ବୁଦ୍ଧିର ପ୍ରତୀକ, ଯିଏ ପାଳନ କରେ। ଆଚ୍ଛା, ତାମାନେ ଯେତେବେଳେ ଆମ ମନ ଆଉ ବୁଦ୍ଧି ଅହଙ୍କାରରେ ବୁଡ଼ିଯାନ୍ତି ଯେ ମୁଁ ହିଁ ସବୁକିଛି, ସେତେବେଳେ ଏହି କାହାଣୀର ପ୍ରାସଙ୍ଗିକତା ଆସେ। ସେମାନେ ସେହି ଅଗ୍ନିସ୍ତମ୍ଭର ଆଦି ଅନ୍ତ ଖୋଜିପାରିଲେ ନାହିଁ। ଏହାର ଅର୍ଥ ହେଲା, ମନ ଆଉ ବୁଦ୍ଧିର ପହଞ୍ଚ ବାହାରେ ବି ଏକ ସତ୍ୟ ଅଛି। ଠିକ୍? ଏକଦମ ଠିକ୍। ସେହି ଅସୀମ ଜ୍ୟୋତିର୍ଲିଙ୍ଗ ହେଉଛି ସେହି ପରମ ସତ୍ୟ ବା ଆତ୍ମତତ୍ତ୍ୱ, ଯାହାକୁ ବେଦାନ୍ତରେ ନିର୍ଗୁଣ ବ୍ରହ୍ମ କୁହାଯାଏ। ମନ ଓ ବୁଦ୍ଧି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ, ସେମାନେ ତାକୁ ମାପିପାରିବେ ନାହିଁ। ଯେତେବେଳେ ସେମାନେ ନିଜର ଅସମର୍ଥତା ସ୍ୱୀକାର କଲେ, ସେତେବେଳେ ଶିବ ପ୍ରକଟ ହେଲେ। ଅର୍ଥାତ୍ ଅହଙ୍କାରର ବିନାଶ ପରେ ହିଁ ଆତ୍ମଜ୍ଞାନ ସମ୍ଭବ। ଶିବରାତ୍ରି ସେହି ଅହଂକୁ ବିସର୍ଜନ ଦେବାର ରାତ୍ରି। ବାସ୍ତବରେ ଅବିଶ୍ୱସନୀୟ। ଆଉ ଦ୍ୱିତୀୟ କାହାଣୀ, ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷ ପାନ କରିବା। ଶିବ ନୀଳକଣ୍ଠ ହେଲେ। ଏହାକୁ ଆମେ ଆମ ଜୀବନ ସହ କେମିତି ଯୋଡ଼ିପାରିବା? ଏହା ଆମ ଦୈନନ୍ଦିନ ଜୀବନ ଓ ସାଧନା ପାଇଁ ଏକ ବହୁତ ବଡ଼ ଶିକ୍ଷା। ସମୁଦ୍ର ମନ୍ଥନ କ'ଣ? ତାହା ହେଉଛି ଆମ ଜୀବନର ସଂଘର୍ଷ। ଯେତେବେଳେ ଆମେ କିଛି ଭଲ ପାଇବାକୁ ଚେଷ୍ଟା କରୁ, ପ୍ରଥମେ ଅମୃତ ବାହାରେ ନାହିଁ, ପ୍ରଥମେ ବାହାରେ ବିଷ। ଆମ ଭିତରେ ଥିବା ବିକାର, ଯେମିତିକି କାମ, କ୍ରୋଧ, ଲୋଭ, ଈର୍ଷ୍ୟା, ଏସବୁ ହେଉଛି ସେହି ବିଷ। ଠିକ୍। ଏବଂ ଶିବ ସେହି ବିଷକୁ ପିଇଦେଲେ, କିନ୍ତୁ ପେଟ ଭିତରକୁ ନେଲେ ନାହିଁ। ହଁ, କି ବାହାରକୁ ଫିଙ୍ଗିଲେ ନାହିଁ, ତାକୁ କଣ୍ଠରେ ଧାରଣ କଲେ। ତା ଅର୍ଥ, ଆମେ ଆମର ଖରାପ ଗୁଣାଗୁଡ଼ିକୁ ଦବାଇବା ନୁହେଁ କିମ୍ବା ଅନ୍ୟ ଉପରେ ପକାଇବା ନୁହେଁ, ବରଂ ସଚେତନ ଭାବରେ ତାକୁ ସ୍ୱୀକାର କରି ନିୟନ୍ତ୍ରଣ କରିବା। ସମ୍ପୂର୍ଣ୍ଣ ସଠିକ୍। ଏହା ହିଁ ସଂୟମତା। ନିଜର ନକାରାତ୍ମକତାକୁ ନିୟନ୍ତ୍ରଣରେ ରଖିବା ହିଁ ନୀଳକଣ୍ଠ ହେବାର ପ୍ରକୃତ ତାତ୍ପର୍ଯ୍ୟ। ଆଜିର ଦୁନିଆରେ ଯେଉଁଠି ଲୋକେ ଛୋଟ ଛୋଟ କଥାରେ ଅଶାନ୍ତ ହୋଇପଡ଼ନ୍ତି,
ସେଠାରେ ଏହି ନୀଳକଣ୍ଠ ତତ୍ତ୍ୱ ବହୁତ ଜରୁରୀ। ଓହୋ, ଏବେ ବୁଝାପଡ଼ୁଛି ଏହି କାହାଣୀଗୁଡ଼ିକ କେତେ ଗଭୀର। ଏବେ ଆସନ୍ତୁ ଏହାର ବୈଜ୍ଞାନିକ ଦିଗକୁ ଦେଖିବା। ମୋର ମନେ ଅଛି, ପିଲାବେଳେ ଜାଗର ଦିନ ଉଜାଗର ରହିବାକୁ ବହୁତ କଷ୍ଟ ହେଉଥିଲା। କିନ୍ତୁ ଏହି ରାତିରେ ଉଜାଗର ରହିବାକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଏ? ଏହା କେବଳ ଏକ ପରମ୍ପରା, ନା ଏହା ପଛରେ କିଛି ବିଜ୍ଞାନ ଅଛି? ଆପଣ ଯେଉଁ କଥା କହିଲେ ତା ପଛରେ ଗଭୀର ଜ୍ୟୋତିର୍ବିଜ୍ଞାନ ଓ ଯୋଗ ବିଜ୍ଞାନ ରହିଛି। ଏହା କେବଳ ଏକ ପରମ୍ପରା ନୁହେଁ। ପ୍ରଥମତଃ ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିରୁ ଏହି ରାତିରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଏକ ଏପରି କୋଣରେ ଥାଏ ଯେଉଁଥିପାଇଁ ମନୁଷ୍ୟ ଶରୀରରେ ପ୍ରାକୃତିକ ଭାବରେ ଶକ୍ତିରେ ଏକ ଊର୍ଦ୍ଧ୍ୱଗାମୀ ପ୍ରବାହ ହୋଇଥାଏ। ତାହେଲେ ଏହା ଏକ ପ୍ରକାରର ନ୍ୟାଚୁରାଲ ବାୟୋହ୍ୟାକ୍। ଆମ ପୂର୍ବଜମାନେ ଏହି ମହାଜାଗତିକ ଶକ୍ତିର ପ୍ରବାହ ବିଷୟରେ ଜାଣିଥିଲେ। ହଁ, ଆପଣ ସେୟା କହିପାରନ୍ତି। ଆଉ ଦ୍ୱିତୀୟ କାରଣଟି ଆହୁରି ଗୁରୁତ୍ୱପୂର୍ଣ୍ଣ। ଯୋଗଶାସ୍ତ୍ର ଅନୁସାରେ ମନୁଷ୍ୟର ମେରୁଦଣ୍ଡ ହେଉଛି ଶକ୍ତିର କେନ୍ଦ୍ର। ଯଦି ଏହି ରାତିରେ ମେରୁଦଣ୍ଡକୁ ସିଧା ରଖି ଉଜାଗର ରହିହୁଏ, ତେବେ ସେହି ପ୍ରାକୃତିକ ଊର୍ଦ୍ଧ୍ୱଗାମୀ ଶକ୍ତି ଆମର ସୁଷୁମ୍ନା ନାଡିକୁ ସକ୍ରିୟ କରିବାରେ ସାହାଯ୍ୟ କରେ। ଏହା କୁଣ୍ଡଲିନୀ ଶକ୍ତି ଜାଗରଣ ପାଇଁ ଅତ୍ୟନ୍ତ ସହାୟକ ହୁଏ। ଆଉ ଚନ୍ଦ୍ରର ବି କିଛି ଭୂମିକା ଥାଏ ବୋଲି ଶୁଣିଛି। ନିଶ୍ଚୟ, ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କୁ ମନର କାରକ ବୋଲି କୁହାଯାଏ। ଆଉ ଏହି ଚତୁର୍ଦ୍ଦଶୀ ତିଥିରେ ଚନ୍ଦ୍ର ପ୍ରାୟତଃ ଅଦୃଶ୍ୟ ଥାନ୍ତି ବା ଅତ୍ୟନ୍ତ କ୍ଷୀଣ। ତେଣୁ ମନ ଉପରେ ଚନ୍ଦ୍ରଙ୍କ ପ୍ରଭାବ ସବୁଠାରୁ କମ୍ ଥାଏ। ଆଚ୍ଛା, ମନ ସ୍ଥିର ରହେ। ହଁ, ଏକ ସ୍ଥିର ମନ ଧ୍ୟାନ ଓ ଆତ୍ମଚିନ୍ତନ ପାଇଁ ସର୍ବୋତ୍ତମ ପରିବେଶ ସୃଷ୍ଟି କରେ। ତେଣୁ ଜାଗରଣ ଏକ ଆଧ୍ୟାତ୍ମିକ ସାଧନା ପାଇଁ ବୈଜ୍ଞାନିକ ପଦ୍ଧତି। ତାମାନେ ଆମ ପୂର୍ବଜମାନେ ଯେଉଁ ପ୍ରଥା କରିଯାଇଛନ୍ତି, ତାହା କେବଳ ଅନ୍ଧବିଶ୍ୱାସ ନଥିଲା। ଏହି କଥାଟି ପୂଜାବିଧିରେ ମଧ୍ୟ ଦେଖିବାକୁ ମିଳେ କି? ଯେମିତି ଶିବଲିଙ୍ଗ ଉପରେ ଯେଉଁ ସବୁ ଜିନିଷ ଚଢ଼ାଯାଏ। ଅବଶ୍ୟ, ପ୍ରତ୍ୟେକ ବସ୍ତୁର ଏକ ସାଙ୍କେତିକ ଅର୍ଥ ରହିଛି। ପ୍ରଥମେ ଲିଙ୍ଗ ଶବ୍ଦକୁ ବୁଝିବା ଦରକାର। ସଂସ୍କୃତରେ ଲିଙ୍ଗର ଅର୍ଥ ହେଉଛି ଚିହ୍ନ ବା ପ୍ରତୀକ। ଏହା ସେହି ମୂଳ ଉତ୍ସର ପ୍ରତୀକ ଯେଉଁଥିରୁ ସବୁକିଛି ସୃଷ୍ଟି ହୁଏ ଏବଂ ଶେଷରେ ସେହିଥିରେ ହିଁ ଲୀନ ହୋଇଯାଏ। ଆଉ ତା ଉପାୟ କରାଯାଉଥିବା ଅଭିଷେକ, କ୍ଷୀର, ଦହି, ଘିଅ, ମହୁ ଏସବୁ କ'ଣ କହେ? ଏହି ଦ୍ରବ୍ୟଗୁଡ଼ିକ ଆମର ଭାବନା ଓ ଗୁଣକୁ ଦର୍ଶାଏ, ଯାହାକୁ ଆମେ ଭଗବାନଙ୍କୁ ସମର୍ପଣ କରୁ। ଯେପରିକି କ୍ଷୀର ହେଉଛି ସାତ୍ତ୍ୱିକତା, ଶୁଦ୍ଧତା ଓ କରୁଣାର ପ୍ରତୀକ। ଦହି ଯାହା କ୍ଷୀରରୁ ତିଆରି କିନ୍ତୁ ଅଧିକ ଦୃଢ଼, ତାହା ଆମ କର୍ମରେ ଦୃଢ଼ତାର ପ୍ରତୀକ। ଆଚ୍ଛା, ଆଉ ଘିଅ ଏବଂ ମହୁ? ଘୃତ ବା ଘିଅ ହେଉଛି ସ୍ନେହ ଏବଂ ଜ୍ଞାନର ପ୍ରତୀକ। ଆଉ ମହୁ ହେଉଛି ମଧୁର ବାଣୀ ଓ ମଧୁର ଚରିତ୍ରର ପ୍ରତୀକ। ଏସବୁକୁ ଅର୍ପଣ କରିବା ଅର୍ଥ ନିଜ ଭିତରର ଏହି ସଦ୍ଗୁଣଗୁଡ଼ିକୁ ବିକଶିତ କରିବା। ଆଉ ବେଲପତ୍ର? ତାର ତ ବିଶେଷ ମହତ୍ୱ ରହିଛି। ହଁ, ତ୍ରିଦଳ ବିଲ୍ୱପତ୍ର ଆମର ତିନୋଟି ଗୁଣ ସତ୍ତ୍ୱ, ରଜ ଓ ତମର ପ୍ରତୀକ। ଏହି ତିନି ଗୁଣକୁ ପରମାତ୍ମାଙ୍କୁ ଅର୍ପଣ କରିବା ଅର୍ଥ ନିଜର ସୀମିତ ଅହଙ୍କାରକୁ ତ୍ୟାଗ କରିବା। ଆମେ ପୁରାଣରୁ ଆରମ୍ଭ କରି ଯୋଗ ପର୍ଯ୍ୟନ୍ତ ଆସିଲେ, କିନ୍ତୁ ଯେତେବେଳେ ଆମେ ଦର୍ଶନର ସବୁଠୁ ଗଭୀର ସ୍ତରକୁ ଯାଉ, ସେତେବେଳେ କ'ଣ ଶିବ କେବଳ ଜଟାଧାରୀ, ତ୍ରିଶୂଳଧାରୀ ଦେବତା ହୋଇ ରହନ୍ତି? ଏହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ବେଦାନ୍ତ ଦର୍ଶନରେ ଶିବ କୌଣସି ଶରୀରଧାରୀ ବ୍ୟକ୍ତି ନୁହନ୍ତି। ସେଠାରେ ଶିବ ହେଉଛନ୍ତି ସେହି ପରମ ସତ୍ୟ ବା ଚୈତନ୍ୟ, ଯାହାକୁ ଇଂରେଜୀରେ ପିଓର କନ୍ସିୟସନେସ୍ କୁହାଯାଏ। ମାଣ୍ଡୁକ୍ୟ ଉପନିଷଦ କହେ, ଶାନ୍ତମ୍ ଶିବମ୍ ଅଦ୍ୱୈତମ୍ ସ ଆତ୍ମା, ଅର୍ଥାତ୍ ଯେଉଁ ପରମତତ୍ତ୍ୱ ସମ୍ପୂର୍ଣ୍ଣ ଶାନ୍ତ, କଲ୍ୟାଣମୟ ଏବଂ ଅଦ୍ୱୈତ, ତାହା ହିଁ ଆତ୍ମା, ତାହା ହିଁ ଶିବ। ତାହେଲେ ଏହାର ଅର୍ଥ ହେଲା, ଶିବରାତ୍ରି କେବଳ ଜଣେ ବାହାରର ଦେବତାଙ୍କୁ ପୂଜା କରିବାର ରାତି ନୁହେଁ, ବରଂ ନିଜ ଭିତରେ ଥିବା ସେହି ଶିବତ୍ୱ ବା ଆତ୍ମତତ୍ତ୍ୱକୁ ଅନୁଭବ କରିବାର ରାତି। ସମ୍ପୂର୍ଣ୍ଣ ଭାବେ। ଆଦି ଶଙ୍କରାଚାର୍ଯ୍ୟ କହିଥିଲେ, ଚିଦାନନ୍ଦ ରୂପଃ ଶିବୋହଂ ଶିବୋହଂ, ମୁଁ ସେହି ଚୈତନ୍ୟ ଓ ଆନନ୍ଦ ସ୍ୱରୂପ ଶିବ। ଶିବରାତ୍ରି ସେହି ରାତ୍ରି ଯେତେବେଳେ ଜୀବ ନିଜର ସୀମିତ ପରିଚୟକୁ ଭୁଲି ସେହି ଅସୀମ ଶିବତ୍ୱରେ ଲୀନ ହେବାକୁ ପ୍ରୟାସ କରେ। ଏତେ ଗଭୀର ତତ୍ତ୍ୱ ଜାଣିବା ପରେ ମନରେ ପ୍ରଶ୍ନ ଆସୁଛି, ଆଜିର ଏହି ଯାନ୍ତ୍ରିକ ଯୁଗରେ ଏହାର କ'ଣ ମୂଲ୍ୟ ଅଛି? ମୋ ମତରେ ଏହାର ପ୍ରାସଙ୍ଗିକତା ଆଜି ଆହୁରି ଅଧିକ। ପ୍ରଥମ କଥା, ଶିବ ହେଉଛନ୍ତି ସରଳତାର ପ୍ରତୀକ। ତାଙ୍କ ପୂଜା ପାଇଁ କୌଣସି ଆଡ଼ମ୍ବର ଦରକାର ନାହିଁ। ଏହା ଆଜିର ସମାଜକୁ ସରଳ ଜୀବନଯାପନର ଏକ ଶକ୍ତିଶାଳୀ ବାର୍ତ୍ତା ଦିଏ।
ଓଡ଼ିଶାରେ ତ ଏହା ଏକ ସାମାଜିକ ଏକତାର ପର୍ବ ମଧ୍ୟ। ଆଉ ଶରୀର ଆଉ ମନ ଉପରେ ଏହାର କିଛି ସକାରାତ୍ମକ ପ୍ରଭାବ ଅଛି କି? ନିଶ୍ଚିତ, ଆଧୁନିକ ମନୁଷ୍ୟ ଯେଉଁ ମାନସିକ ଚାପରେ ବଞ୍ଚୁଛି, ତା ପାଇଁ ଶିବରାତ୍ରିର ଉପବାସ ଓ ଜାଗରଣ ଏକ ଚିକିତ୍ସା ପରି କାମ କରେ। ଉପବାସ ଦ୍ୱାରା ଶରୀର ବିଷମୁକ୍ତ ବା ଡିଟକ୍ସିଫାଇ ହୁଏ, ଆଉ ରାତିସାରା ଭଜନ କୀର୍ତ୍ତନରେ ରହିବା ଦ୍ୱାରା ମନ ଶାନ୍ତ ହୁଏ। ଏହା ଏକ ପ୍ରକାରର ଡିଜିଟାଲ ଡିଟକ୍ସ ମଧ୍ୟ। ତେବେ ଏହି ସବୁ ଆଲୋଚନାରୁ ଏହା ସ୍ପଷ୍ଟ ହେଉଛି ଯେ ମହାଶିବରାତ୍ରି କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଏକ ବହୁସ୍ତରୀୟ ଅନୁଭବ ଯେଉଁଥିରେ ପୁରାଣ, ଦର୍ଶନ, ବିଜ୍ଞାନ ଆଉ ଯୋଗ ସବୁକିଛି ଏକାଠି ମିଶି ରହିଛି। ଏହା ବାସ୍ତବରେ ଅଜ୍ଞାନରୁ ଜ୍ଞାନକୁ, ଜଡ଼ତାରୁ ଚୈତନ୍ୟକୁ ଏକ ଯାତ୍ରା। ଠିକ୍ ସେହିପରି ଏହା ଆତ୍ମରୂପାନ୍ତରଣର ଏକ ମହାନ ସୁଯୋଗ। ଏହି ସମ୍ପାଦକୀୟର ସାରକଥା ହେଉଛି ବାହ୍ୟ ପୂଜା ସହିତ ନିଜ ଭିତରେ ଥିବା ଶିବତତ୍ତ୍ୱକୁ ଜାଗ୍ରତ କରିବା ହିଁ ଏହାର ପ୍ରକୃତ ଉଦ୍ଦେଶ୍ୟ। ସ୍ୱାମୀ ବିବେକାନନ୍ଦ ଯେମିତି କହୁଥିଲେ, ପ୍ରତ୍ୟେକ ଜୀବ ଭିତରେ ସେହି ବ୍ରହ୍ମତ୍ୱ ଲୁଚି ରହିଛି। ତେବେ ଆଜିର ଏହି ଗଭୀର ଆଲୋଚନାକୁ ଶେଷ କରିବା ପୂର୍ବରୁ ଶ୍ରୋତାମାନଙ୍କ ପାଇଁ ଏକ ଚିନ୍ତନ ଛାଡ଼ିଯିବା। ନିଶ୍ଚୟ, ଆମେ ଆଲୋଚନା କଲେ ଯେ ପ୍ରତ୍ୟେକ ଜୀବ ଭିତରେ ହିଁ ସେହି ଶିବତତ୍ତ୍ୱ ବା ଦିବ୍ୟତା ରହିଛି। ତେବେ ପ୍ରଶ୍ନଟି ହେଉଛି, ଏହି ଶିବରାତ୍ରିରୁ ପ୍ରେରଣା ନେଇ ଆମେ ଆମ ଦୈନନ୍ଦିନ ଜୀବନରେ ସେହି ଦିବ୍ୟତାର ଟିକିଏ ଅଂଶକୁ ପ୍ରକାଶ କରିବା ପାଇଁ କେଉଁ ଗୋଟିଏ ଛୋଟ ପଦକ୍ଷେପ ନେଇପାରିବା? ତାହା କାହାକୁ କ୍ଷମା କରିବା ହେଉ, କ୍ରୋଧକୁ ସଂଯମ କରିବା ହେଉ ବା କିଛି ସମୟ ଶାନ୍ତିରେ ବସିବା ହେଉ, ଏହି ପ୍ରଶ୍ନଟି ଉପରେ ଚିନ୍ତନ କରିବାର ଆବଶ୍ୟକତା ରହିଛି।